କହିପାରିବନି କି? ନିହାତି କହିପାରିବ ନା। ଆରେ ଭାଇ, ବିନ୍ଦିଆ ପିନ୍ଧୁଥିବା ଆଈ ସେ କହୁଛି ଇଂଲିଶ ଭାଇ, ଇଂଲିଶ ଭାଇ। ବିନ୍ଦିଆ ପିନ୍ଧେ କେଉଁ ଆଈ? ପୁଣି ନାନା ରଙ୍ଗେ ବିନ୍ଦିଆ ତାର, ବିଦେଶରେ ତା ବାପ ଘର। ଆଉ କଣ କୁହାଯାଉଛି? ବିଦେଶିନୀ ନବଦୁହିତା, ଆଈ ବୋଲି ସେ ସୁପରିଚିତା। ତଥାପି ବୁଝିପାରିଲେନି ସେ କୋଉ ଆଈ? ଆଜ୍ଞା, ସିଏ ହଉଛି ଇଂଲିଶ ଲେଟରରେ ଥିବା ଛୋଟ ଆଈ। ମାନେ ସ୍ମଲ ଲେଟରରେ ଆଈ। ବଡ଼ ଆଈରେ ଆମେ ବିନ୍ଦିଆ ଦଉ କି? ବଡ଼ ଆଈ ଉପରେ ଆମେ ଡଟ୍ ଚିହ୍ନ ଦଉ କି, ବିନ୍ଦୁ ଦଉ କି? ଦଉନା, ସେ ହେଲା ବଡ଼ ଆଈ। କିନ୍ତୁ ସାନ ଆଈ ଯୋଉଟା ଲେଖୁଛୁ ଇଂଲିଶ ଲେଟରରେ, ସାନ ଆଈ ଯେଟା ଆମେ ଲେଖୁଛୁ ତା ଉପରେ ଗୋଟେ ବିନ୍ଦୁ ଦଉଛୁ, ମାନେ ବିନ୍ଦିଆ ଲଗେଇ ଦଉଛୁ। ଠିକ ନା? ତାପରେ କହିଛି ଯୋଉ ବିଦେଶିନୀ ନବଦୁହିତା। ଇଂଲିଶ ଲେଟର ଆମ ଦେଶ ଲେଟର କି? ଆମ ଦେଶ ଲେଟର ନୁହେଁ, ସେଟା ବିଦେଶର ଲେଟର। ନବଦୁହିତା ଗଣୁନାହାନ୍ତି? A B C D E F G H I, 9 ନମ୍ବର ସିରିଏଲରେ ଯାଇକି ଆଇ ଅକ୍ଷର ଆମେ ପାଉଛୁ। ତେଣୁ ସେ ନବଦୁହିତା ହେଲା ଇଂଲିଶ ଲେଟରରେ ନବଦୁହିତା ବୋଇଲେ ବିଦେଶିନୀ ନବଦୁହିତା।